କେହି ଅଟକେଇ ପାରିବେନି। ଆଉ ଯିଏ ଘୋଟାଲା କରେ କୁଜଙ୍ଗ ଏଠି ସ୍ୱାସ୍ଥ୍ୟ କେନ୍ଦ୍ରରେ এটা ରାଜା ଆମର ହେଇଛି। ଏଇଟା ସରକାର ତାଙ୍କୁ ଦରମା ଦଉଛନ୍ତି, ତଥାପି ତାଙ୍କର ଏବେ ଏତେ ନିଅଣ୍ଟ ପଡ଼ିଲା, ଲୋକଙ୍କଠାରୁ ଟଙ୍କା ନେଉଛନ୍ତି ଲକ୍ଷାଧିକ ଟଙ୍କା। ଗୋଟେ ଦେଖିବାକୁ ଗଲେ କୁଜଙ୍ଗ ମେଡିକାଲ ଯୋଉ ସୁପରିଟେଣ୍ଡେଣ୍ଟ ଅଛନ୍ତି ଏଥର ସମ୍ପୃକ୍ତ ଅଛନ୍ତି ବୋଲିକି ଭିଜିଲାନ୍ସ ଆସିଲା ବେଳେ ସେ ଫେରାର ହେଇଗଲେ। ସେ ଫେରାର କାହିଁ ହେଲେ? ଯଦି ଭଦ୍ରଲୋକ ସେ ରହିବା କଥା, ଭିଜିଲାନ୍ସ ସହଯୋଗ କରିବା କଥା, ସେ ଫେରାର କାହିଁ ହେଲେ? ସେ ଜଣେଇଥିଲେ ଯେ ବାବା ମୋ ପାଳି ପଡ଼ିଯାଇପାରେ, ମୁଁ ରହିଲେ ମୋର ବିପଦ। ଆରେ ବିଭିନ୍ନ ସିକ୍ୟୁରିଟି ହଉ ବିଭିନ୍ନ କାମରେ ବି ମାନେ ଘୋଟାଲା କ'ଣ କରିଲା? ଯିଏ ଘୋଟାଲା କରିଛି ତାଙ୍କୁ ଭିଜିଲାନ୍ସ ଗୋଡ଼େଇକି ଧରିବ। ଭିଜିଲାନ୍ସ କ'ଣ ଆଜି ସରିଯାଉଛି? ଆସିନଗଲା ଭିଜିଲାନ୍ସ ଆସିବନି? ଆମର ଏଠି ଅସ୍ଥାୟୀ ସୁପରିଟେଣ୍ଡେଣ୍ଟ ଦରକାର ନାହିଁ, ଆମର ଏଠି ସ୍ଥାୟୀ ସୁପରିଟେଣ୍ଡେଣ୍ଟ ଦରକାର, ଯିଏ ସକାଳ ରାତି ଯାକ ରୋଗୀଙ୍କ ସେବା କରିବ ଏବଂ ମେଡିକାଲକୁ ଉନ୍ନତି ଆଣିବା ସାହାଯ୍ୟ କରିବ। ଉପରେ ସିକ୍ୟୁରିଟି ରଖିକିରି ବସିବନି ମନ୍ତ୍ରୀଙ୍କ ଭଳିଆ, ବୁଝିପାରୁଛନ୍ତି? କ'ଣ ଭାବୁଛନ୍ତି ଆ ପଛରେ କ'ଣ ରହିଛି? ପଛରେ କ'ଣ ରହିବ? ମେନ୍ ସୁପରିଟେଣ୍ଡେଣ୍ଟ ମୁଖ୍ୟ କଲପ୍ରିଟ, ଆଉ ତାଙ୍କ ସହିତ 3-4 ଜଣ ଅଛନ୍ତି। ଗୋଟେ ସନ୍ମା ଚୌଧୁରୀ, ଗୋଟେ ଫାର୍ଷ୍ଟ କ୍ଲାସ ଏମ୍ପ୍ଲୟି, ଆଉ ଗୋଟେ ଅଛି ସୁରଜିତ ପ୍ରଧାନ, ଆଉ ଗୋଟେ ଯୋଉ ଆଜି ଗଲା, ଆଉ ଏଇତ ଆଉ 4 ଜଣ। କିଛି ଆପରେ ବି କିଛି ସମାଧାନ ହଉନି, ପଛରେ ରହୁଛି ରାଜନୀତି ହାତ ରହୁଛି। ଆଇନ ହାତ ଲମ୍ବା। ଇଏ ଉପରେ ଯାଇକିରି କିଛି ପଇସା ଖର୍ଚ୍ଚ କରି ଆସିଥିଲେ, କିନ୍ତୁ ସେ କାମ ଦେଲାନି। ଏବେଠାରୁ କ'ଣ ହଉଛି ଦେଖନ୍ତୁ, ଆଇନ ହାତ ଲମ୍ବା। ଆଜି ଯୋଉ 8 ଜଣ ଯୋଉ ଆଶାକର୍ମୀ ଆସିଥିଲେ ପଇସା ଦେବା ପାଇଁ, ସେ ବିଷୟରେ ଆପଣ କ'ଣ କହିବେ? ସେଇ ତ ଆଶାକର୍ମୀ ଧନ୍ୟବାଦ ଦେବି, ଯାଉ ପଇସା କହିକିରି ଆସିଥିଲେ, ଭିଜିଲାନ୍ସ ଆଣିକି ଆସିଥିଲେ, ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଯାହା ହଉ କୁଜଙ୍ଗର ଆଜି ଯୋଉ ହେଇଛି ତାଙ୍କରି ପାଇଁ ହେଇଛି, ଆଉ ଏମିତି ବି ହବା ଦରକାର। ତାଙ୍କ ଘର ଦ୍ୱାର କୋଉଠି, ସେମାନେ ଏଠି ଚାକିରି କରିଛନ୍ତି, ସରକାର ଟଙ୍କା ନେଉଛନ୍ତି, ସେ ଆମ ଲୋକାଲ ଲୋକଙ୍କଠାରୁ ଟଙ୍କା ନେବେ, ଏଇଟା କେତେ ଦୂର ଠିକ ଆପଣମାନେ ବିଚାର କରନ୍ତୁ। ତାଙ୍କର ଆଇଡି ଅଛି, ଗୋଟେ ଆଇଡି 2011 ଜଣକୁ ଦିଆଯାଇଛି, ସେ ଆଇଡି ପକେଇଦେଲେ 2026ରେ, ତାର ଟଙ୍କା 30,000-50,000 ପକେଇଦେଲେ, ଗଲା ସାର ସିଏ ଉପକାର ଇଏ ବି ଉପକାର ପାଇଲେ। ମୋ ନାଁ ହଉଛି ପ୍ରଭାତୀ ମଲ୍ଲିକ। ମୋର ଆଧାର କାର୍ଡରେ ହେଇଛି 51 ବର୍ଷ, ସାର୍ଟିଫିକେଟରେ ହେଇଛି 46 ବର୍ଷ। ସେଥିପାଇଁ କହିଲେ ଯେ 20,000 ଟଙ୍କା ଦେଲେ ମୁଁ କୋଟାଲରେ ଯାଇକି ଭୁବନେଶ୍ୱରରେ କରେକ୍ସନ କରିକି ଆଣିବି। ଆସିକି ଆଜିକି 10 ଦିନ ହେଲା। ନା ମୁଁ ପଇସା ଦେଇନି, କିନ୍ତୁ କାଲି ବି ମୋତେ 3ଟା ନମ୍ବରରୁ ଫୋନ କରି ଧମକେଇଲେ ଯେ ପଇସା କାହିଁ ଦେଲନି, ଆଜିକି 10 ଦିନ ହେଲାଣି। ମୁଁ କହିଲି ସାର୍ ମୁଁ 3ଟା ଅପରେସନ ହେଇଛି, ମୋ ବାବୁ ବି ତମ ଗୋଡ଼ ହାତ ଧରିଛନ୍ତି, ଆଉ ମୋତେ ବି ଆଉ 2-3 ଦିନ ସମୟ ଦିଅ। ସମୟ ଦେବା ଭିତରେ କାଲି ମୋତେ କହିଲେ, ମୁଁ ଆଜି ବି ମଧ୍ୟ ଏଇ ଟଙ୍କା ଆଣିକି ଆସିଛି। ହଁ, ସିଏ ମୋର ଯୋଉ ଆଧାର କରେକ୍ସନ କରିକି କୋଟାଲରେ ମତେ ଦେଇଥାନ୍ତି। ହଁ, ମୁଁ ଯୋଉ ଦିନ ଆସିଥିଲି ସେଦିନ 8 ଜଣ ଆସିଥିଲେ। ନାଇଁ ପଇସା ନେଇନାହାନ୍ତି, କିନ୍ତୁ ସମସ୍ତଙ୍କୁ କହିଛନ୍ତି ଘରକୁ ରୁମକୁ ଡାକିକିରି ଅଫିସରେ ଆମେ ଏଇଠି ସମସ୍ତେ ବସିଛୁ, ଆଉ ରୁମରେ ଡାକିକିରି ଜଣ ଜଣଙ୍କୁ ମାନେ ପଚାରିଛନ୍ତି, କହିଛନ୍ତି। ଆଉ ଜଣଙ୍କ ପରେ ଜଣେ, ଜଣଙ୍କ ପରେ ଜଣେ, ଜଣଙ୍କ ପରେ ଜଣେ, ଜଣେ ଯିବ ହଲରୁ ବାହାରିଲେ ଆଉ ଜଣେ ଯିବ। ସିଏ ଜଣକ କାହା ଆଗରେ କହିଲାନି, ଯେଝା ହିସାବରେ ଗଲା। ନାଇଁ ଧମକେଇ ନାହାନ୍ତି, କିନ୍ତୁ କହିଛନ୍ତି ଯେ ପଇସାଟା ଆଣିକି ଆସିଲେ ମୁଁ ଏଇ ପୋର୍ଟାଲରେ ମାନେ ତମର କରେକ୍ସନ କରିବି। ନମ୍ବର ଅଛି, ମୁଁ ବି ଫୋନ କଲେ ଠିକ ସେ କହୁନାହାନ୍ତି, ଖାଲି କହୁଛନ୍ତି ସାର୍ କହିଲେ ତମ ମୋର ତ ଆଉ 1.5 ବର୍ଷ ଚାକିରି ଅଛି, ଆଉ ଏ କଥା ବି କହିଛନ୍ତି।